କିଛି ହଜିଗଲେ ଯେତିକି କଷ୍ଟ ହୁଏନି ତାଠୁ 100 ଗୁଣ ଅଧିକ କଷ୍ଟ ହୁଏ କେହି ଜଣେ ବଦଳି ଗଲେ। ଅସମ୍ଭବ ଶବ୍ଦର ପ୍ରୟୋଗ କେବଳ ଭୀରମାନେ କରିଥାନ୍ତି। ସାହସୀ ଏବଂ ବୁଦ୍ଧିମାନ ଲୋକ ନିଜ ରାସ୍ତା ନିଜେ ଦେଖିଥାନ୍ତି। ଜୀବନରେ ଚଲାପଥରେ ସବୁବେଳେ ଖୁସି ରୁହନ୍ତୁ, କାରଣ ତୁମେ ଚାହିଁଲେ ବି ଅତୀତକୁ ଫେରାଇ ପାରିବ ନାହିଁ। ଯେବେ ସମ୍ପର୍କ ନୂଆ ହୋଇ ସେତେବେଳେ କଥା ହେବା ପାଇଁ ବାହାନା ଖୋଜନ୍ତି, କିନ୍ତୁ ଯେତେବେଳେ ସେ ସମ୍ପର୍କ ପୁରୁଣା ହୋଇଯାଏ ଦୂରେଇବାର ବାହାନା ଖୋଜନ୍ତି। ଖାଦ୍ୟକୁ ଅସମ୍ମାନ କରୁଥିବା ଲୋକଙ୍କ ଉପରେ ଦେବୀ ଲକ୍ଷ୍ମୀ ବହୁତ ରାଗନ୍ତି। ମାତା ଲକ୍ଷ୍ମୀ ଏପରି ଘରେ ରୁହନ୍ତି ନାହିଁ ଯେଉଁଥିରେ ବୟୋଜ୍ୟେଷ୍ଠ ଏବଂ ଗୁରୁମାନଙ୍କୁ ସମ୍ମାନ ଦିଅନ୍ତି ନାହିଁ କିମ୍ବା ଘରର ମହିଳାମାନଙ୍କୁ ମଧ୍ୟ ସମ୍ମାନ ଦିଆଯାଏ ନାହିଁ। ଏହିପରି ଲୋକଙ୍କ ଜୀବନରେ ଅସୁବିଧାର ଗତି କରେ। ଦୁନିଆରେ ବାପାଙ୍କର ଗୁରୁତ୍ୱ ବୁଝିବାକୁ ହେଲେ ହାତର ବୁଢ଼ା ଆଙ୍ଗୁଳି ସାହାଯ୍ୟରେ ବିନା ଗୋଟିଏ ରୁଟି ଛିଡ଼ାଇବାକୁ ଚେଷ୍ଟା କରନ୍ତୁ। ଉତ୍ତରଟି ପାଇଯିବେ। ସଂସାରରେ ଭଲ କାମ କରିବା ଅର୍ଥ ନିନ୍ଦା ଓ କଷ୍ଟ ମିଳିବ, କାରଣ ମିଠା ଫଳ ଫଳୁଥିବା ବୃକ୍ଷକୁ ବେଶୀ ଢେଲା ମାଡ଼ ହୁଏ। ଜୀବନରେ ଭଲ ମଣିଷ ହେଲେ ବେଶୀ ଦୁଃଖ ମିଳେ। କଡ଼ା କଥା କହିଲେ ମହୁ ବିକ୍ରି ହୁଏ ନାହିଁ, କିନ୍ତୁ ମିଠା କଥା କହିଲେ ଲଙ୍କା ମଧ୍ୟ ସରିଯାଏ। ସମ୍ପର୍କ, ଯଦି କୌଣସି ସମ୍ପର୍କ ରଖୁଛନ୍ତି ତ ଦୁଇ ଆଖି ଭଳି ରଖନ୍ତୁ। ଯିଏ ସାଥ ହୋଇ ଶୁଅନ୍ତି, ଏକା ସହିତ ଚାହାନ୍ତି, ଏକା ସହିତ ହସନ୍ତି ଓ ଏକା ସହିତ କାନ୍ଦନ୍ତି ଓ ପୁଣି ଦିନେ ଏକା ସହିତ ସବୁଦିନ ପାଇଁ ବନ୍ଦ ହୋଇଯାଆନ୍ତି। ଭଲ ଲୋକଙ୍କୁ ଭୁଲ ବୁଝିଥିବା ମଣିଷ ଭବିଷ୍ୟତରେ ବହୁତ ପସ୍ତାଏ। ଯେତେବେଳେ ଠିକ୍ ବୁଝିବା ଆରମ୍ଭ କରେ ସେତେବେଳେ ସବୁକିଛି ସରିଯାଇଥାଏ। ତେଣୁ ଜଣକୁ ଭୁଲ ବୁଝିବା ପୂର୍ବରୁ ଭଲ ଭାବେ ତାଙ୍କୁ ଅନୁସନ୍ଧାନ କରିବା ଦରକାର। ଯେଉଁଠି ବିଶ୍ୱାସ ଓ ଭଲ ପାଇବା ରହିଥାଏ, ଜଣେ ଯେତେ ଦୂରରେ ରହିଲେ ମଧ୍ୟ ସବୁବେଳେ ସେହି ପାଖେ ପାଖେ ସାଥିରେ ଥିଲା ଭଳି ଲାଗେ। କାହାର ଦୁର୍ବଳତାକୁ ଦେଖି ହ୍ରାସ ହାସଲ କରନ୍ତୁ ନାହିଁ। ହୁଏତ ତୁମର ସ୍ୱାର୍ଥ ହାସଲ ହୋଇଯିବ, ହେଲେ ସେହି ଦୁର୍ବଳ ଲୋକଟିର ହୃଦୟ ହାରିଯିବ। ଯେଉଁଠି ଯାହାର ଦାନ ରହେ ସମୟ ତାକୁ ସେଇଠି ଡାକେ। କେହି କାହାର ଦିଆ ହୋଇଥିବା ଜିନିଷ ଖାଏ ନାହିଁ। ପ୍ରତ୍ୟେକ ବ୍ୟକ୍ତି ନିଜ ଭାଗ୍ୟରେ ଥିବା ଖାଦ୍ୟକୁ ଖାଇଥାଏ। ନାରୀ ଗୋଟେ ମା' ଅଟେ, ତାକୁ ପୂଜା କର। ନାରୀ ଗୋଟେ ଭଉଣୀ ଅଟେ, ତାକୁ ସ୍ନେହ କର। ନାରୀ ଗୋଟେ ଭାଉଜ ଅଟେ, ତାକୁ ଆଦର କର। ନାରୀ ଗୋଟେ ସ୍ତ୍ରୀ ଅଟେ, ତାକୁ ପ୍ରେମ କର। ନାରୀ ଗୋଟେ ମହିଳା ଅଟେ, ତାକୁ ସମ୍ମାନ କର। ନିରାଟ ସତ୍ୟ, ଯେତେ ଦିନ ଯାଏ ତୁମେ ଅନ୍ୟର କଥା ହଜମ କରିପାରିବ ସେତେ ଦିନ ଯାଏ ତୁମେ ଭଲ। ଯେଉଁଦିନ ପ୍ରତିବାଦ କରିବ ସେଦିନ ତୁମେ ଖରାପ ହୋଇଯିବ। ନିଜ ମା' ବାପାଙ୍କ ଚରଣରେ ଏତେ ଶକ୍ତି ଅଛି ଯେ ତୁମେ ଯେତେ ଅଧିକ ନଇଁବ ଜୀବନରେ ସେତେ ଅଧିକ ଉପରକୁ ଉଠିବ। କିଛି ହଜିଗଲେ ଯେତିକି କଷ୍ଟ ହୁଏନି ତାଠୁ 100 ଗୁଣ ଅଧିକ କଷ୍ଟ ହୁଏ କେହି ଜଣେ ବଦଳି ଗଲେ ଓ ଆପଣଙ୍କୁ ଅଚିହ୍ନାର ଆଖ୍ୟା ଦେଲେ। ଉପରକୁ ଉଠିବାର ଅଛି ତ ନିଜ ଭିତରେ ଥିବା ଅହଙ୍କାରକୁ କାଢ଼ି ହାଲୁକା ଜିନିଷ ହିଁ ସବୁବେଳେ ଉପରକୁ ଉଠିଥାଏ। ଭଲ ଲୋକଙ୍କୁ ଭୁଲ ବୁଝୁଥିବା ମଣିଷ ଭବିଷ୍ୟତରେ ବହୁତ ପସ୍ତାନ୍ତି। ଯେତେବେଳେ ଠିକ୍ ବୁଝିବା ଆରମ୍ଭ କରେ ସେତେବେଳେ ସବୁକିଛି ସରିଯାଇଥାଏ। ଫୁଲର ସୁବାସ ନଥିଲେ ସେ ଫୁଲର ମୂଲ୍ୟ ନାହିଁ, ସେ ଫୁଲ ଫୁଟିବା ବ୍ୟର୍ଥ। ଠିକ୍ ସେହିପରି ମଣିଷର ଚରିତ୍ର ନଥିଲେ ସେ ମଣିଷ ଜନ୍ମ ହେବା ବୃଥ। ସମୟ କଟାଇବା ପାଇଁ ବନ୍ଧୁତା କରନ୍ତୁ ନାହିଁ, ବରଂ ବନ୍ଧୁତା ସହିତ ସମୟ କଟାଇବା ପାଇଁ ସମୟ ବାହାର କରନ୍ତୁ। ସତ କହିଲେ ହୁଏତ ଅନେକ ତୁମ ପାଖରେ ରହିବେନି, ତଥାପି ବି ତୁମେ ସତର ସଙ୍ଗ ଛାଡ଼ ନାହିଁ, କାରଣ ସତ ମଣିଷକୁ ମୁକ୍ତ ଦିଏ ଆଉ ମିଛ ମଣିଷକୁ ଧ୍ୱଂସ କରେ। କେହି ଲୁହାକୁ ନଷ୍ଟ କରିପାରିବେନି, କିନ୍ତୁ ଏହାର ନିଜ କଳଙ୍କ ନଷ୍ଟ କରିପାରେ। ସେହିଭଳି କେହି ମଣିଷକୁ ବି ବିନାଶ କରିପାରିବେନି, କିନ୍ତୁ ତାର ନିଜ ମାନସିକତା ଓ ବିନାଶ କରିପାରେ। ଯାହା ସହଜରେ ମିଳିଥାଏ ତାହା ସବୁଦିନ ରହିନଥାଏ, ଆଉ ଯାହା ସହଜରେ ମିଳିନଥାଏ ତାହା ସବୁଦିନ ହିଁ ଆମ ପାଖରେ ରହିଥାଏ। ଭୟ ଆପଣଙ୍କ ନିକଟକୁ ଆସିବାକୁ ଦିଅନ୍ତୁ ନାହିଁ। ଯଦି ଏହା ନିକଟରେ ହୁଏ ଏହା ଆଘାତ କରେ, ଅର୍ଥାତ୍ ଭୟରୁ ଦୂରେଇ ଯାଅ, ଏହାର ସାମ୍ନା କର। ଦୁନିଆରେ ଯେତେ ପ୍ରକାର ଭୟ ରହିଛି, ବଦନାମ ହେଉଛି ସବୁଠାରୁ ବଡ଼ ଭୟ। କଷ୍ଟ ଏବଂ ବିପଦ ମନୁଷ୍ୟକୁ ଶିକ୍ଷା ଦେବାର ଶ୍ରେଷ୍ଠ ଗୁଣ ଅଟେ। ଯିଏ ଏହି ସମୟକୁ ସାହସର ସହିତ ସମ୍ମାନ କରେ ସେ ହିଁ କଷ୍ଟ ଓ ବିପଦକୁ ବିଜୟ କରିପାରେ। ସଂସାର ଆବଶ୍ୟକତା ନିୟମ ଅନୁସାରେ ଚାଲିଥାଏ। ଶୀତଦିନେ ଯେଉଁ ସୂର୍ଯ୍ୟକୁ ଅପେକ୍ଷା କରାଯାଏ, ଖରାଦିନେ ସେହି ସୂର୍ଯ୍ୟକୁ ତିରସ୍କାର ବି କରାଯାଇଥାଏ। ଆପଣଙ୍କ ମୂଲ୍ୟ ସେତେବେଳେ ହୋଇଥାଏ ଯେତେବେଳେ ଆପଣଙ୍କ ଆବଶ୍ୟକତା ପଡ଼ିଥାଏ। କୌଣସି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟରେ ପଠାଇଲା ବେଳେ ଚାକର ବା ସେବକଙ୍କୁ ପରୀକ୍ଷା କରାଯାଇଥାଏ। ଦୁଃଖ ସମୟରେ ବନ୍ଧୁବାନ୍ଧବମାନଙ୍କୁ, ବିପଦ ଆପଦ ବେଳେ ମିତ୍ରଙ୍କୁ ତଥା ଧନ ନଷ୍ଟ ହେଲା ବେଳେ ପତ୍ନୀଙ୍କୁ ପରୀକ୍ଷା କରାଯାଏ। ଯେଉଁ ଦେଶରେ ସମ୍ମାନ ନଥାଏ ସେଉଠାରେ ବଞ୍ଚିବାରେ ବ୍ୟବସାୟ ନ ମିଳେ। ଯେଉଁଠି ନିଜର ଭାଇ ବନ୍ଧୁ ନଥାନ୍ତି ସେଉଠି ବିଦ୍ୟା ଅଧ୍ୟୟନ ସମ୍ଭବପର ହୋଇନଥାଏ। ସେହିସବୁ ସ୍ଥାନରେ ନ ରହିବା ଦରକାର। ଧନ ବିହନ ପୁରୁଷ ମିତ୍ର, ସ୍ତ୍ରୀ, ସେବକ ଓ ପରିବାର ଲୋକଙ୍କୁ ତ୍ୟାଗ କରନ୍ତୁ, ମାତ୍ର ଧନ ଫେରି ଆସିଲେ ପୁଣି ଜନ ଜନ ହୋଇ ଫେରନ୍ତି।
ଯିଏ ଅନ୍ୟାୟ ଉପାୟରେ ଅର୍ଥ ଅର୍ଜନ କରିଥାଏ ଏବଂ କୌଶଳରେ ନିଜ ମଥା ଉଚ୍ଚା କରିଥାଏ ଏଇଭଳି ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ। ଏଇଭଳି ଲୋକ ନିଜେ ନିଜର ଉପରେ ବୁଝ ହୋଇଥାନ୍ତି। ଏମାନଙ୍କୁ ଶାନ୍ତି କେଉଁଠାରୁ ମିଳେ ନାହିଁ। ଜୀବନରେ 3ଟି ଜ୍ଞାନ ମନେ ରଖିବ। ଜ୍ଞାନ ଯେଉଁଠାରୁ ବି ମିଳୁ ତାକୁ ଗ୍ରହଣ କର। ସମସ୍ତଙ୍କ ବିଶ୍ୱାସ ଜିଣିବାକୁ ଚେଷ୍ଟା କର। ଆଗକୁ ଲାଭବାନ ହେବ। ସବୁବେଳେ ନୂଆ ନୂଆ ବନ୍ଧୁ ବନାଇ ଚାଲ। ଜଣା ନାହିଁ କିଏ କେତେବେଳେ କାମରେ ଆସିବେ। ସଂସାରରେ କୌଣସି ବସ୍ତୁ ଚିରସ୍ଥାୟୀ ନୁହେଁ। ଜଣେ କୋଟିପତି ବ୍ୟକ୍ତି ସମୟ ଚକ୍ରରେ ଭିକାରୀ ହୋଇପାରେ, ଆଉ ଜଣେ ଗରିବ କାଲି ବି କୋଟିପତି ହୋଇପାରେ। ସେଥିପାଇଁ ଟଙ୍କା ପଇସାରେ ଅହଙ୍କାର କାହାରିକୁ ଛୋଟ ଭାବିବା ଅନୁଚିତ। ଉପହାସକୁ ନ ଡରି ନିଜ ଲକ୍ଷ୍ୟ ବଦଳାଇବା ଉଚିତ ନୁହେଁ, କାହିଁକିନା ଲକ୍ଷ୍ୟ ହାସଲ ପରେ ଉପହାସ କରୁଥିବା ଲୋକର ରାୟ ବଦଳି ଯାଇଥାଏ। ଟଙ୍କା ଆଉ ସମୟ ଭିତରେ ସବୁଠୁ ବଡ଼ ଫରକ ହେଉଛି ଆପଣଙ୍କ ପାଖରେ କେତେ ଟଙ୍କା ଅଛି ଜାଣିପାରିବେ, କିନ୍ତୁ କେତେ ସମୟ ବାକି ଅଛି କେହି ଜାଣିପାରିବେ ନାହିଁ। ତେଣୁ ସମୟକୁ ନଷ୍ଟ କରିବା ବନ୍ଦ କରି ସବୁ ଉପଯୋଗ କରନ୍ତୁ। ସମସ୍ତଙ୍କୁ ଦୁଃଖ ଦେଇପାରନ୍ତି, କିନ୍ତୁ ଦୁଃଖ ସହିବାକୁ ଶକ୍ତି ସମସ୍ତଙ୍କ ପାଖରେ ନଥାଏ। ସମସ୍ତେ କନ୍ଦାଇ ପାରନ୍ତି, କିନ୍ତୁ ହସାଇବାର ଶକ୍ତି ସମସ୍ତଙ୍କ ପାଖରେ ନଥାଏ। ବନ୍ଧୁତା ସମସ୍ତେ କରିପାରନ୍ତି, କିନ୍ତୁ ବନ୍ଧୁତା ଭୁଲାଇବାର ଶକ୍ତି ସମସ୍ତଙ୍କ ପାଖରେ ନଥାଏ। ଜୀବନ ହେଉଛି ଏକ ଅଜଣା ପୁସ୍ତକ ପରି। ଆଗାମୀ ପୃଷ୍ଠାରେ କ'ଣ ଲେଖା ଅଛି କାହାକୁ ନ ଜଣାଇ, କାହାକୁ କିଛି ଖରାପ କହିବା ପୂର୍ବରୁ ତୁମେ ନିଜେ ଥରେ ଚିନ୍ତା କରି ଦେଖ। ଯଦି ତୁମକୁ କେହି ସେତିକି କହିଲେ ତୁମେ ସହିପାରିବ ତ ସେଥିପାଇଁ ଅନ୍ୟକୁ ସେତିକି। ଦର୍ଶକ ବନ୍ଧୁ, ଭିଡ଼ିଓଟି କେମିତି ଲାଗିଲା କମେଣ୍ଟରେ ନିହାତି ଜଣାଇବେ। ଆଶା କରୁଛି ଭିଡ଼ିଓଟି ଭଲ ଲାଗିଥିଲେ ଗୋଟେ ଲାଇକ୍ କମେଣ୍ଟ ସେୟାର କରିବା ପାଇଁ ଜମା ବି ଭୁଲିବେନି, ଆଉ ସବସ୍କ୍ରାଇବ୍ ନିହାତି କରିବେ। ରହୁଛି, ଧନ୍ୟବାଦ।